କ୍ଷୀରିଖିଆ ନାଥ ହେ ଅଲାର ନାଥ, କ୍ଷୀରିଖିଆ ନାଥ ହେ ନାଥ ଅଲାର ନାଥ, ଭାବ ବିନୋଦିଆ ବ୍ରହ୍ମଗିରି ଶାନ୍ତ। ଯେ ଆସ ଅଲାରେ ଖାଅ କ୍ଷୀରି, ବାପା ଯାଇଛନ୍ତି ବାହାର ଗାଁ, ମୁଁ ଜାଣିନାହିଁ ଦିଅଙ୍କ ନାଁ। ନୀଳମାଧବ ଆବିର୍ଭାବ ହେଲେ ଏବଂ ସେ ତତଲା କ୍ଷୀରିକୁ ସ୍ୱହସ୍ତରେ ଖାଉଛନ୍ତି। ଯେତେବେଳେ କପାଟକୁ ଠେଲି ଦେଇକି ପଶି ଯାଆନ୍ତି, ଭଗବାନ ଶ୍ରୀ ବିଗ୍ରହ ଭିତରେ ତରତର ହେଇକି ପଶି ଯାଉଛନ୍ତି ଏବଂ ସେ ତତଲା କ୍ଷୀରି, ଦହଡ଼ କ୍ଷୀରି ହାତରେ, ଓଠରେ, ଛାତିରେ ପଡ଼ିଛନ୍ତି। ବର୍ତ୍ତମାନ ମୋ ଶ୍ରୀ ବିଗ୍ରହ ଭିତରେ ସେ ଫଟକା ଦୃଶ୍ୟମାନ ହେଉଛନ୍ତି। ଦେଖନ୍ତୁ ମହାପ୍ରଭୁଙ୍କର ଅଳାନାଥଙ୍କର କ୍ଷୀରିର ରହସ୍ୟ ଅନ୍ୟତମ, ସେ ନେଇ ଅଧିକ ଆଲୋଚନା କରିବା ଦତ୍ତକବି ବିଭୁ ଦାସ, ଭିକାରୀ ଚରଣ ଦାସ ଆଜ୍ଞା ଆଲୋଚନା କରିବା। ମହାପ୍ରଭୁଙ୍କର କ୍ଷୀରି ଭୋଗ ଗୋଟେ ପରମ୍ପରା ରହିଛି, ତା ଭିତରେ ଇତିହାସ ଟିକେ ଜାଣିବା। ଆଜ୍ଞା ଯେଉଁ କ୍ଷୀରି କଥା ଆପଣ କହିଲେ, ଭଗବାନ ଶ୍ରୀ ଅଲାରନାଥଙ୍କର ଅତି ପ୍ରିୟ ଭୋଗ ହେଉଛନ୍ତି କ୍ଷୀରି। କ୍ଷୀରି ପ୍ରସାଦ ଭଗବାନ ଜଗନ୍ନାଥଙ୍କର ଯେମିତି ଶ୍ରୀ ମହାପ୍ରସାଦ ବିଶ୍ୱ ପ୍ରସିଦ୍ଧ, ଭଗବାନ ଶ୍ରୀ ଅଲାରନାଥଙ୍କର କ୍ଷୀରି ହେଉଛନ୍ତି ବିଶ୍ୱ ପ୍ରସିଦ୍ଧ। ଯେଉଁ କ୍ଷୀରି ଖିଆ କଥା କହିଲେ, ଏ ବହୁତ ଗୁଡ଼ କଥା, ଇଏ ଗପ ନୁହଁ କି କାହାଣୀ ନୁହଁ। ଆମର ଏଠି ସ୍ଥାନୀୟ ସବୁ ଗବେଷକମାନେ କହୁଛନ୍ତି ଯେ ଶ୍ରୀକେତନ ନାମକ ବ୍ରାହ୍ମଣ ତାଙ୍କର ପୁଅ ମଧୁସୂଦନକୁ କ୍ଷୀରି ଦେଇ ପଠାଇଥିଲେ। ସେ କୁଆଡ଼େ ବାହାର ଗାଁକୁ ଯାଇଥିଲେ। ଆମର ଗୋଟେ କଥା ଅଛି ଯେ ଆସ ଅଲାରେ ଖାଅ କ୍ଷୀରି, ବାପା ଯାଇଛନ୍ତି ବାହାର ଗାଁ, ମୁଁ ଜାଣିନାହିଁ ଦିଅଙ୍କ ନାଁ। କିନ୍ତୁ କପିଳ ସଂହିତା ଏକଥାକୁ ବହୁ ଆଗରୁ କହିଛନ୍ତି। କପିଳ ସଂହିତା କହିଛନ୍ତି ଯେତେବେଳେ ଭଗବାନ ଶ୍ରୀ ନୀଳମାଧବଙ୍କୁ ବିଶ୍ୱାବସୁ ପୂଜା କରୁଥିଲେ, ବିଦ୍ୟାପତି ଯେତେବେଳେ ତାଙ୍କର ସନ୍ଧାନ ପାଇଗଲେ, ମାଳବ ସମ୍ରାଟ ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଲେ। ମାଳବ ସମ୍ରାଟ ଇନ୍ଦ୍ରଦ୍ୟୁମ୍ନ ଯେତେବେଳେ ଦର୍ଶନ କରିବା ପାଇଁ ଆସିଲେ, ସେତେବେଳେ ଭଗବାନ ଶ୍ରୀ ନୀଳମାଧବ ଅନ୍ତର୍ଧ୍ୟାନ ହେଇଗଲେ। କିନ୍ତୁ କପିଳ ସଂହିତା କହିଲେ ଅନ୍ତର୍ହିତେ ପୁରା ବିଷ୍ଣୁ ମାଧବେ ଭଗବାନ ସ୍ୱୟଂ ସଗୁପ୍ତ ନୀଳଶୈଳସ୍ୟ ଚତୁଃପଶେଷୁ ପଶ୍ଚିମେ। ନୀଳମାଧବ ଅନ୍ତର୍ଧ୍ୟାନ ହେଇନାହାନ୍ତି, ଚାରିକୋଶ ପଛକୁ ଆଇଲେ। ତେଣୁ ଭଗବାନ ଶ୍ରୀ ନୀଳମାଧବ ହେଉଛନ୍ତି ଶ୍ରୀ ଅଲାରନାଥ। ଯେତେବେଳେ ପୂଜା କଲେ କିଏ ସେ? ବିଶ୍ୱାବସୁଙ୍କ ପରେ ଭଗବାନ ବିଶ୍ୱାବସୁ ଫଳମୂଳ ଦେଇକି ପୂଜା କରୁଥିଲେ ଭଗବାନଙ୍କୁ। ଭଗବାନ ଯେତେବେଳେ ଅଲାଲ୍ୟ ନାମକ ବିପ୍ର, ଯେତେବେଳେ କପିଳ ସଂହିତା କହିଲେ ନମସ୍ତେ ସୁନ୍ଦର ଶ୍ରୀ ମାଧବ ଆୟ, ଯେତେବେଳେ ନୀଳମାଧବ ଅଲାଲ୍ୟ ବ୍ରାହ୍ମଣଙ୍କୁ କହିଲେ ସ୍ୱୟଂ ଶ୍ରୀମୁଖରେ, କହିଲେ ଅଲାଲ୍ୟ ମୁଁ ଫଳମୂଳ ଖାଇକି ବିଶ୍ୱାବସୁ ଦ୍ୱାରା ପୂଜା ହେଉଥିଲି, ତମେ ମୋ ପାଇଁ କେବଳ କ୍ଷୀରି ପ୍ରସାଦ ଟିକେ କରିବା, ଆଉ କିଛି ବ୍ୟସ୍ତ ହବ ନାହିଁ। ତେଣୁ କ୍ଷୀରି ପ୍ରସାଦ ଯେତେବେଳେ କଲେ, ଭୋଗ ସବୁଦିନ ହେଲେ, ଦିନେ ଅଲାଲ୍ୟ ବ୍ରାହ୍ମଣଙ୍କୁ ଜ୍ୱର ହେଇଛି। ଯେତେବେଳେ ଜ୍ୱର ହେଇଛି, ସେଇ ସମୟରେ କପିଳ ସଂହିତା କହିଲେ ପଞ୍ଚ ଶତାବ୍ଦୀ ବାଳକ, ବୋଲେ 5 ବର୍ଷର ବାଳକଟିଏ, ତାରି ହାତରେ ତାଙ୍କ ସହଧର୍ମିଣୀଙ୍କ ଦ୍ୱାରା କ୍ଷୀରି କରିକି ଭଗବାନଙ୍କ ପାଇଁ ପଠେଇଲେ। ଯେତେବେଳେ ଭଗବାନଙ୍କୁ ପଠେଇଲେ, ସିଏ ଭଗବାନଙ୍କୁ ସମର୍ପଣ କରିଛନ୍ତି କ୍ଷୀରି, ଭଗବାନ ଖାଇଦେଲେ। ଯେତେବେଳେ ଖାଇଦେଲେ, ଖାଲି ପିତ୍ତଳ ନେଇକି ଯାଆନ୍ତି, ବାପା ମା ଆଶ୍ଚର୍ଯ୍ୟ ହେଲେ। ତେଣୁ ପଚାରିଲେ କ୍ଷୀରି ତୁ ଖାଇଛୁ, ନହେଲେ ସାଙ୍ଗମାନଙ୍କୁ ଦେଇଛୁ? ନା ନାଇଁ, ତମ ଭଗବାନ ଖାଇଦେଲେ। ଯେତେବେଳେ ଏକଥା କହିଛନ୍ତି, ତାପରେ ବାପା ମା ଅବିଶ୍ୱାସ କଲେ। ପୁନର୍ବାର ସହଧର୍ମିଣୀ କହିଲେ ଯେ ତମେ ଆଜି କ୍ଷୀରି ପ୍ରସ୍ତୁତ କର, ପୁଅ ନେଇକି ଯାଉ। ଯେତେବେଳେ ପୁଅ ନେଇକି ମନ୍ଦିରରେ ପହଞ୍ଚେ, ସେ ଯେଉଁ ବେଲବଉଳ କୁଞ୍ଜରେ, ଏବଂ କବାଟଟି କିଳି ଦିଏ, ଗୋଟେ ଏଡ଼ିକି କଣା ଥିଲା। ଲୁଚିକିରି ଗୁପ୍ତରେ ଆସିଛନ୍ତି ଅଲାଲ୍ୟ ବ୍ରାହ୍ମଣ। ତେଣୁ ଯେତେବେଳେ ସେ କଣା ଭିତରେ ଅନାନ୍ତି, ସେ ରନ୍ଧ୍ର ଭିତରେ ସ୍ୱୟଂ ଇନ୍ଦ୍ର ନୀଳମଣି ବିଗ୍ରହ ଭିତରୁ ସ୍ୱୟଂ ଭଗବାନ ଚତୁର୍ଦ୍ଧା ଶଙ୍ଖଚକ୍ର ଗଦାପଦ୍ମଧାରୀ ନୀଳମାଧବ ଆବିର୍ଭାବ ହେଲେ ଏବଂ ସେ ତତଲା କ୍ଷୀରିକୁ ସ୍ୱହସ୍ତରେ ଖାଉଛନ୍ତି। ଇଏ ଆଉ ନିଜକୁ ଆୟତ୍ତ କରିପାରିଲେନି। କରାଉ ଥାଇ ମୁଇଁ ମୋ ବିନୁ ଅନ୍ୟ କେହି ନାହିଁ। ତେଣୁ ସେ ଦୁଆରଟିକେ ଫିଟଇତା କପାଟମ୍, କପିଳ ସଂହିତାରେ ଲେଖା ଅଛନ୍ତି ଫିଟଇତା କପାଟମ୍। ଯେତେବେଳେ କପାଟକୁ ଠେଲି ଦେଇକି ପଶି ଯାଆନ୍ତି, ଭଗବାନ ଶ୍ରୀ ବିଗ୍ରହ ଭିତରେ ତରତର ହେଇକି ପଶି ଯାଉଛନ୍ତି ଏବଂ ସେ ତତଲା କ୍ଷୀରି, ଦହଡ଼ କ୍ଷୀରି ହାତରେ, ଓଠରେ, ଛାତିରେ ପଡ଼ିଛନ୍ତି। ବର୍ତ୍ତମାନ ମୋ ଶ୍ରୀ ବିଗ୍ରହ ଭିତରେ ସେ ଫଟକା ଦୃଶ୍ୟମାନ ହେଉଛନ୍ତି। ସେଇ ଦିନ ଠାରୁ ଭଗବାନ ପ୍ରକଟ ହେଇଗଲେ ଏବଂ ସମସ୍ତେ ଜାଣିଲେ ଆଲୁବୁନ୍ଦାଚାର୍ଯ୍ୟଙ୍କ ପାଇଁ ଅଲାରନାଥ, କିଏ କହୁଛନ୍ତି ଅଲାରପୁରର ନାଥ ଅଲାରନାଥ, କିଏ କହୁଛନ୍ତି ଅଲାଲ୍ୟ ବ୍ରାହ୍ମଣର ନାଥ ଅଲାରନାଥ, କିଏ କହୁଛନ୍ତି ଅଲିଆ ଭାଇନାର ନାଥ ଅଲାରନାଥ। ସ୍ୱୟଂ ବ୍ରହ୍ମ ନାରାୟଣ ଶ୍ରୀମୁଖରେ ଆଜ୍ଞା ଦେଲେ, ଯିଏ ଯେତେ ପ୍ରକାର ଭୋଗ କରୁଛ କର, କିନ୍ତୁ ମୋର ହେଉଛି କ୍ଷୀରି ପ୍ରିୟ। ଏବଂ ଏଠି ମଧ୍ୟ କ୍ଷୀରି ଭୋଗ ହେଉଛନ୍ତି ସବୁଦିନ। ଏବଂ ଯେତେ ଭକ୍ତ ଆଜି ଆସୁଛନ୍ତି, କ୍ଷୀରିଖିଆ ନାଥ ହେ ଅଲାର ନାଥ, କ୍ଷୀରିଖିଆ ନାଥ ହେ ନାଥ ଅଲାର ନାଥ, ଭାବ ବିନୋଦିଆ ବ୍ରହ୍ମଗିରି ଶାନ୍ତ। ତେଣୁ ଭଗବାନ
ଶ୍ରୀମୁଖରେ ଶ୍ରୀହସ୍ତ୍ରରେ ଦହଡ଼ କ୍ଷୀରି ଖାଇଥିଲେ ଏବଂ ଆଜି ସେଇ କ୍ଷୀରି ମଧ୍ୟ ଭୋଗଉଛନ୍ତି। ଲକ୍ଷ ଲକ୍ଷ ଭକ୍ତ ଆଜି ହଜାର ହଜାର କହିବା ନାହିଁ ଲକ୍ଷ ଲକ୍ଷ ଭକ୍ତ ଦୁଇଟା ଧାଡ଼ିରେ ଦର୍ଶନ କରୁଛନ୍ତି। ପ୍ରଶାସନର ବ୍ୟବସ୍ଥା ଭଲ ଅଛନ୍ତି ଏବଂ ପ୍ରତ୍ୟେକ ଭକ୍ତଙ୍କର ବିଶ୍ୱାସ ଅଛି ଅଲାରନାଥ ଦର୍ଶନ ପରେ କ୍ଷୀରି ଓଳିଟିଏ ଘରକୁ ନେଇକି ଯିବେ। ତାହା ମଧ୍ୟ ଏବେ କ୍ଷୀରି ପ୍ରସାଦ ନେଇକି ଯାଉଛନ୍ତି। ଭକ୍ତମାନଙ୍କର ଆନନ୍ଦ ବଜାରରେ ଭିଡ଼ ଲାଗିଛନ୍ତି ଏବଂ ସମସ୍ତ ମିଡ଼ିଆ ଭାଇମାନଙ୍କର ଆଜି ଯେଉଁ ପ୍ରକାର ଏଠି ଉପସ୍ଥିତି ଅଛନ୍ତି ନାମ ପ୍ରେମରେ ଭକ୍ତମାନଙ୍କର ସେ ଯେଉଁ ସମର୍ପଣ ମନୋଭାବ ତାହା ହିଁ ଆଜି ବର୍ଷକ ଦର୍ଶନ ଜଗତନାଥ ଅନବସରରେ ଅଲାରନାଥ ତାହା ହିଁ ସତ୍ୟ ହେଇଛନ୍ତି। ବର୍ଷକର ଜଗନ୍ନାଥଙ୍କୁ ଦର୍ଶନ କରିବାର ଫଳ 14 ଦିନ ଭିତରେ ଅଣସର ସମୟରେ ଗୋଟିଏ ଦିନ ଅଲାରନାଥଙ୍କୁ ଦେଖିଲେ ଜଗନ୍ନାଥ ଦର୍ଶନ ଫଳ ପ୍ରାପ୍ତି ହୁଏ। ତାହା ହିଁ ସତ୍ୟ। ଆଜି ଭକ୍ତମାନଙ୍କର ଏ ଯେଉଁ ଆନନ୍ଦ ଉଲ୍ଲାସରୁ ତାହା ଆମେ ଅନୁଭବ କରୁଛୁ। ପ୍ରକୃତରେ ଭକ୍ତରଙ୍କା ଭାବଗ୍ରାହୀ ଭକ୍ତର ଭାବର ଆଗ୍ରହୀ ତେଣୁ ମୋ ନାମ ଭାବଗ୍ରାହୀ। ଜୟ ଶ୍ରୀ ଅଲାରନାଥ, ଜୟ ଜଗନ୍ନାଥ, ଜୟ ଶ୍ରୀ ଅଲାରନାଥ।